ବଦଳିଲା ପାଣିପାଗର ମିଜାଜ। ରାଜ୍ୟର ଅନେକ ସ୍ଥାନରେ ସକାଳୁ ସକାଳୁ ଝିପିଝିପି ବର୍ଷା ହୋଇଛି। ଉତ୍ତର ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ହୋଇଛି। ସ୍ୱଳ୍ପ ବର୍ଷା ସାଙ୍ଗକୁ କୋହଲା ପବନ ଶୀତକୁ ବଢ଼ାଇ ଦେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ କ୍ରମାଗତ ଭାବେ ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ ଯୋଗୁଁ ଘନ କୁହୁଡ଼ି ସୃଷ୍ଟି କରାଇବା ସହ ବର୍ଷା କରାଇବାରେ ସହାୟକ ହେଉଛି। ଶୁକ୍ରବାର ଏବଂ ଶନିବାର ପାଇଁ ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼, ସୋନପୁର, ବୌଦ୍ଧ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଓ ବରଗଡ଼ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ପାଇଁ ଆଲର୍ଟ ଜାରି କରାଯାଇଛି। ସେହିଭଳି 8 ଜିଲ୍ଲାକୁ କୁହୁଡ଼ି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ସେପଟେ ବିଶେଷଜ୍ଞ କହିଛନ୍ତି 31 ଯାଏଁ ଏଭଳି ପାଗ ଲାଗି ରହିବ। ସେହିଭଳି ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଓ ସମ୍ବଲପୁରରେ ଘନ କୁହୁଡ଼ି ଦୃଶ୍ୟମାନ ହେବା ସମ୍ଭାବନା ରହିଛି। ସେପଟେ ଗୁରୁବାର ସକାଳୁ ଟ୍ୱିନ୍ ସିଟିରେ ବର୍ଷା ସାଙ୍ଗକୁ କୋହଲା ପବନ ବହିଛି। ଓଡ଼ିଶା ଉପରକୁ ପଶ୍ଚିମ ଦିଗରୁ ବାୟୁ ପ୍ରବାହ ଲାଗି ରହୁଛି, ଯେଉଁଥିରେ ଜଳୀୟ ବାଷ୍ପ ଏବଂ ଧୂଳିକଣା ପ୍ରବଳ ମାତ୍ରାରେ ରହୁଛି। ବାୟୁମଣ୍ଡଳ ଉପରି ଭାଗରେ ଥଣ୍ଡା ପବନ ଏବଂ ତଳ ଭାଗରେ ଜଳୀୟ ବାଷ୍ପ ମିଶିବା ଦ୍ୱାରା ରାଜ୍ୟରେ ଥଣ୍ଡା ସହ କୋହଲା ପାଗ ରହୁଛି। କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି। ଗତ 24 ଘଣ୍ଟାରେ କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଢେଙ୍କାନାଳ, ଭୁବନରେ ସର୍ବାଧିକ 27 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ 5.1 ଓ କଟକରେ 3.8 ମିମି ବର୍ଷା ରେକର୍ଡ ହୋଇଛି।